It has been very much clear that the purpose of making an integrated India, ଗୋଟିଏ ଅଖଣ୍ଡ ଭାରତ ଗଠନ ପାଇଁ ଯେଉଁ ଦିବ୍ୟ ସ୍ୱପ୍ନ, ସେ ସ୍ୱପ୍ନ ବୋଧହୁଏ ଚରିତାର୍ଥ ହେବାକୁ ଯାଉଛି। ହେଇପାରେ ଭଗବାନଙ୍କର ସେ ଇଚ୍ଛା ଯେ ଅଖଣ୍ଡ ଭାରତ ସ୍ୱପ୍ନ ପରିପୂର୍ଣ୍ଣ ହେବ। ଏ ଯେଉଁ ଆର୍ଯ୍ୟାବର୍ତ, ଏ ଯେଉଁ ହିନ୍ଦୁସ୍ତାନ, ଏ ଯେଉଁ ଖଣ୍ଡିତ ବିଖଣ୍ଡିତ ଅବସ୍ଥାରେ ଅଛି, ସିଏ ବୋଧହୁଏ ସାକାର ହେବାକୁ ଯାଉଛି। ବର୍ତ୍ତମାନ ଜଣାପଡ଼ୁଛି ଯେଉଁ ଶକ୍ତିମାନେ ଅଖଣ୍ଡ ଭାରତର ବିରୋଧୀ, ଯେଉଁମାନେ ଅଖଣ୍ଡ ଭାରତ ଚାହାନ୍ତି ନାହିଁ, ସେମାନଙ୍କର ଦୁର୍ଦାନ୍ତ ପରାସ୍ତ ଘଟିଛି ଏବଂ ହିନ୍ଦୁସ୍ତାନର ଲୋକ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଅଖଣ୍ଡ ଭାରତ ସ୍ୱପ୍ନ ବିଭିନ୍ନ ରାଜ୍ୟକୁ ନେଇ, ଖଣ୍ଡିତ ଅଂଶକୁ ନେଇ ତା'ର ମା ଭାରତୀ, ମା ଭାରତ ମାତା ତାଙ୍କର ପୂର୍ଣ୍ଣ ସ୍ୱରୂପ ଲାଭ କରିବାକୁ ଯାଉଛନ୍ତି। ସିୟା ରାମଚନ୍ଦ୍ର କି ଜୟ।